ଆମେରିକାର ଲୁଇସିଆନାର ଶ୍ରେଭପୋର୍ଟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଗୁଳି କରି 8 ଜଣ ପିଲାଙ୍କୁ ହତ୍ୟା କରିଛନ୍ତି। ରିପୋର୍ଟ ହୋଇଛି ଯେ ଏହି ପିଲାମାନଙ୍କ ମଧ୍ୟରୁ 7 ଜଣ ତାଙ୍କର ନିଜ ପିଲା ଥିଲେ। ଅଷ୍ଟମ ପିଲା ତାଙ୍କର ପୁତୁରା ଥିଲେ। ମୃତକଙ୍କ ମଧ୍ୟରୁ 5 ଜଣ ଝିଅ ଏବଂ 3 ଜଣ ପୁଅ ଅଛନ୍ତି। ବ୍ୟକ୍ତି ଜଣକ ଗୁଳି ଚଳାଇବା ସମୟରେ ପିଲାମାନେ ନିଦରେ ଶୋଇଥିଲେ। ମୃତ ପିଲାଙ୍କ ବୟସ 1 ରୁ 14 ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି। ପୋଲିସର କହିବା ଅନୁଯାୟୀ ରବିବାର ସକାଳ ପ୍ରାୟ 6ଟା ସମୟରେ ଏହି ଆକ୍ରମଣ ଘଟିଥିଲା। ଅଭିଯୁକ୍ତର ତାଙ୍କ ସ୍ତ୍ରୀ ସହିତ ଝଗଡ଼ା ହୋଇଥିଲା, ଯାହାପରେ ସେ କ୍ରୋଧିତ ହୋଇ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା। ତେବେ ସମ୍ପୂର୍ଣ୍ଣ ଘଟଣା 2ଟି ପୃଥକ ଘରେ ଘଟିଥିଲା। ସେ ପ୍ରଥମେ ଗୋଟିଏ ଘରେ ଗୁଳି ଚଳାଇଥିଲେ ଏବଂ ପରେ ଅନ୍ୟ ଏକ ଘରକୁ ଯାଇ ପିଲାମାନଙ୍କୁ ଆକ୍ରମଣ କରିଥିଲେ। ଦ୍ୱିତୀୟ ଘରେ 7 ଜଣ ପିଲାଙ୍କ ମୃତ୍ୟୁ ହୋଇଥିଲା। ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ଜଣେ ପିଲାଙ୍କୁ ସେ ଘରର ଛାତ ଉପରେ ଗୁଳି କରିଥିଲେ। ଆଉ ଜଣେ ପିଲା ଜୀବନ ବଞ୍ଚାଇବା ପାଇଁ ଛାତରୁ ଡେଇଁପଡ଼ି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ 32 ବର୍ଷୀୟ ସାମାର ଏଲକିନ୍ସ ଭାବରେ ଚିହ୍ନଟ କରାଯାଇଛି। ସେ ଜଣେ ଅବସରପ୍ରାପ୍ତ ସେନା ସୈନିକ। ଘଟଣା ପରେ ସେ ଏକ କାର ଚୋରି କରି ପଳାଇବାକୁ ଚେଷ୍ଟା କରିଥିଲେ। ପୋଲିସ ଆଜି ବୋଜିୟର ପାଲିସ ପର୍ଯ୍ୟନ୍ତ ପିଛା କରି ଗୁଳି କରି ହତ୍ୟା କରିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ଘରୋଇ ହିଂସା ମାମଲା ବୋଲି ବିବେଚନା କରାଯାଉଛି। ପୋଲିସର ଏଲକିନ୍ସଙ୍କ ପତ୍ନୀଙ୍କର 4 ଜଣ ସନ୍ତାନ ଥିବାବେଳେ ପାଖରେ ରହୁଥିବା ଅନ୍ୟ ଜଣେ ମହିଳାଙ୍କର 3 ଜଣ ପିଲା ଥିଲେ। ଘଟଣା ସମୟରେ ସମସ୍ତ ପିଲା ଗୋଟିଏ ଘରେ ଥିଲେ। ଆକ୍ରମଣରେ ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ମହିଳା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତେବେ ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ ଏଲକିନ୍ସ ଏବଂ ତାଙ୍କ ସ୍ତ୍ରୀ ଅଲଗା ହେବାକୁ ଯାଉଥିଲେ ଏବଂ ଏ ବିଷୟରେ ଯୁକ୍ତିତର୍କ କରୁଥିଲେ। ସେମାନଙ୍କର କୋର୍ଟ ଶୁଣାଣି ମଧ୍ୟ ସ୍ଥିର ହୋଇଥିଲା। ପୋଲିସ କହିଛି ଏଲକିନ୍ସଙ୍କୁ ପୂର୍ବରୁ 2019ରେ ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ଅପରାଧ ପାଇଁ ଗିରଫ କରାଯାଇଥିଲା, କିନ୍ତୁ ଘରୋଇ ହିଂସାର କୌଣସି ପୂର୍ବ ରେକର୍ଡ ନଥିଲା। ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।